ଗୁଣ୍ଡୁରି ସାହିରେ ଅଗ୍ନିକାଣ୍ଡ, ଚାରିବଖରା ଘର ଜଳି ଭସ୍ମୀଭୂତ। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରି ସାହି ଗ୍ରାମରେ ବିଦ୍ୟୁତ୍ ସର୍ଟସର୍କିଟ୍ ଘଟିବାରୁ ଗ୍ରାମର 70 ବର୍ଷୀୟ ବିକ୍ରମ ଓ 40 ବର୍ଷୀୟ ଦୁର୍ଯ୍ୟୋଧନ ବେହେରାଙ୍କର ଚାରିବଖରା ଚାଳଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ସୂଚନା ଅନୁସାରେ ସନ୍ଧ୍ୟା 5 ଘଟିକା ସମୟରେ ଘର ଭିତରୁ ଧୂଆଁ ବାହାରୁଥିବାରୁ ସମସ୍ତେ ଘରକୁ ଯାଇ ଦେଖିଲେ ବିଦ୍ୟୁତ୍ ମିଟରରୁ ନିଆଁ ବାହାରି ଘର ପୋଡ଼ିଗଲା। ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିବାରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଉଭୟଙ୍କର ଧାନ, ଚାଉଳ, ଟଙ୍କା, ସୁନା ଓ ଲୁଗା ପୋଡ଼ିଯାଇଛି। ଏହି ଖବର ପାଇ ହରଭଙ୍ଗା ରାଜସ୍ୱ ନିରୀକ୍ଷକ ମନୋହର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ତାଙ୍କୁ ଜରିପାଲ ଯୋଗାଇ ଦେଇଥିଲେ। ତେବେ ଯଥାଶୀଘ୍ର ଏହି ଆପତକାଳୀନ ପରିସ୍ଥିତିରେ ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ବୌଦ୍ଧ ପ୍ରଶାସନ ନିକଟରେ ଅଞ୍ଚଳବାସୀ ଦାବି କରିଛନ୍ତି। ବୌଦ୍ଧରୁ ବୈଦ୍ୟନାଥ ସାମଲଙ୍କ ସହିତ ହରଭଙ୍ଗାରୁ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।